ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ଅବସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ଏକ ପ୍ରସିଦ୍ଧ ଏବଂ ପବିତ୍ର ବୈଷ୍ଣବ ପୀଠ। ଏହି ମନ୍ଦିର ବିଷୟରେ କିଛି ବିଶେଷ ତଥ୍ୟ ନିମ୍ନରେ ଦିଆଗଲା। ନାମର ବିଶେଷତ୍ୱ କ୍ଷୀରଚୋରା ଶବ୍ଦର ଅର୍ଥ ହେଉଛି କ୍ଷୀର ଚୋରି କରୁଥିବା। କିମ୍ବଦନ୍ତୀ ଅନୁଯାୟୀ ପ୍ରଭୁ ଗୋପୀନାଥ ନିଜର ପରମ ଭକ୍ତ ମାଧବେନ୍ଦ୍ର ପୁରୀଙ୍କ ପାଇଁ କ୍ଷୀର ଭୋଗ ଚୋରି କରି ଲୁଚାଇ ରଖିଥିଲେ। ସେଥିପାଇଁ ଏହି ମନ୍ଦିରର ନାମ କ୍ଷୀରଚୋରା ଗୋପୀନାଥ ହୋଇଛି। ଐତିହାସିକ ଗୁରୁତ୍ୱ ଏହି ମନ୍ଦିର ଧ୍ୱଂସ ଶତାବ୍ଦୀରେ ଉତ୍କଳର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଅମୃତ କେଳି ଏଠାରେ ପ୍ରଭୁଙ୍କ ପାଖରେ ଲାଗି ହେଉଥିବା ବିଶେଷ କ୍ଷୀର ଭୋଗକୁ ଅମୃତ କେଳି କୁହାଯାଏ, ଯାହାର ସ୍ୱାଦ ଅତ୍ୟନ୍ତ ମନୋରମ ଏବଂ ଏହା ବିଶ୍ୱ ପ୍ରସିଦ୍ଧ। ରେମୁଣା ରେମୁଣା ଶବ୍ଦ ରମଣୀୟରୁ ଆସିଛି, ଯାହାର ଅର୍ଥ ହେଉଛି ଅତ୍ୟନ୍ତ ସୁନ୍ଦର। ଏହାକୁ ଗୁପ୍ତ ବୃନ୍ଦାବନ ମଧ୍ୟ କୁହାଯାଏ। ମୂର୍ତ୍ତିର ବିଶେଷତ୍ୱ ମନ୍ଦିରରେ ପୂଜା ପାଉଥିବା ଗୋପୀନାଥଙ୍କ ମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମିତ ଏବଂ ଏହା ଅତ୍ୟନ୍ତ ଆକର୍ଷଣୀୟ। ଚୈତନ୍ୟ ମହାପ୍ରଭୁ ମଧ୍ୟ ଏହି ପୀଠ ଦର୍ଶନ କରିଥିଲେ। ଆପଣ କ'ଣ ଏହି ମନ୍ଦିରର ଇତିହାସ କିମ୍ବା ମାଧବେନ୍ଦ୍ର ପୁରୀଙ୍କ କାହାଣୀ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି?